এইভাଳିଆ ଖରା ଗରମକୁ ଦେଖିକି ପଖାଳ ଭାତ ସାଙ୍ଗକୁ ଯଦି ମୋ ଷ୍ଟାଇଲରେ ଆପଣମାନେ ପୋଟଳର ଭର୍ତ୍ତା ବନେଇକି ଖାଇବେ ଦେଖିବେ ଆପଣ ଛୋଟ ପିଲା ବି କେତେବେଳେ ପଖାଳ କଂସାଏ ଖାଇଯିବେ ନା ଆପଣମାନେ ଜାଣି ବି ପାରିବେନି। ତ ଚାଲନ୍ତୁ ଏମିତି ପୋଟଳର ଭର୍ତ୍ତା ବନେଇବା ପାଇଁ ଆମକୁ କଣ କଣ ଦରକାର ଟିକେ ଦେଖି ନେବା। ତ ଏଇଠି ଦେଖନ୍ତୁ ମୁଁ କିଛି ପୋଟଳକୁ ଏମିତି ପୁରା ପତଲା ପତଲା ସରୁ ସରୁ କରିକି କାଟି ନେଇଛି। ଯେମିତି ଆପଣମାନେ ପୋଟଳର ଭଜା ବନେଇବା ପାଇଁ କାଟିଥାନ୍ତି ନା ସେଇଭଳିଆ ସରୁ ସରୁ କରିକି ଏଠି ଆପଣ କାଟି ନେବେ, ଯାହାଫଳରେ ଏଇଟା ଆମକୁ ସିଝିବା ପାଇଁ ମଧ୍ୟ ସୁବିଧା ହବ, ତା ସହିତ ଭର୍ତ୍ତା ବନେଇବା ପାଇଁ ମଧ୍ୟ। ତ ଏବେ ସେଇ ଯୋଉ ପୋଟଳରେ ଆମେ କଣ କରିବା ନା ଅଧା ଚାମଚରୁ କମ ଦେଇଦେବା ହଳଦୀର ଗୁଣ୍ଡ, ଆଉ ଏଠି ସ୍ୱାଦ ଅନୁସାରେ ବା ପୋଟଳକୁ ଦେଖିକି ସେଥିରେ ଦେଇଦେବେ ଆପଣମାନେ ଲୁଣ। ଏଠି ଗୋଟେ ଜିନିଷ ମନେ ରଖିବେ, ପୋଟଳକୁ ଧୋଇ ସାରିଲା ପରେ ହିଁ ଆପଣମାନେ ତାକୁ କାଟିବେ। ଆଉ ଯେତେବେଳେ ଆପଣମାନେ କଣ କରୁଛନ୍ତି ନା ରାନ୍ଧିବେ ବା ପୋଟଳକୁ ଭର୍ତ୍ତା ବନେଇବେ ସେତେବେଳେ ହିଁ ଆକୁ ମାନେ ସେଥିରେ ଲୁଣ ଆଉ ହଳଦୀକୁ ପକେଇକି ହିଁ ଗୋଳେଇବେ। କଣ ହବ ନା ଯଦି ଆମେ ଆଗରୁ କାଟିଦବା ବା ଆଗରୁ ଲୁଣ ହଳଦୀ ଗୋଳେଇକି ମ୍ୟାରିନେଟ୍ କରି ରଖିଦବା ତ ସେଥିରୁ ଅଧିକ ପାଣି ବାହାରିଥାଏ। ଆଉ ଆମେ ଯଦି ତାକୁ ନ ଧୋଇକି କାଟିକି ତାପରେ ଧୋଇବା ତ ସେଥିରେ ଅଧିକ ପାଣି ମଧ୍ୟ ରହିଯାଇଥାଏ। ତ ସେଥିପାଇଁ ଆମେ କଣ କରିବା ନା ତାକୁ ଆଗେ ଧୋଇଦବା, ତାପରେ ତାକୁ କାଟି ନବା, ଆଉ ଯେତେବେଳେ ତାକୁ ବନେଇବା ସେଥିରେ ଲୁଣ ହଳଦୀକୁ ଭଲ ଭାବରେ ଟିକେ ଗୋଳେଇ ନବା। ତ ଏଇଠି ଏପଟେ ମୁଁ କିଛି ରିଫାଇନ ତେଲକୁ ଗରମ କରି ନେଇଛି, ତା ଦେହରେ ଦେଇ ଦଉଛି 4 ରୁ 5 କଲା ଭଳିଆ ରସୁଣ। ଏଠି ରସୁଣକୁ ଟିକେ ତେଲରେ ଭାଜି ନେବେ, ଦେଖିବେ ବହୁତ ବଢିଆ ବାସ୍ନା ଆସିବ ଆଉ ଟେଷ୍ଟ ମଧ୍ୟ ଆସିବ ଭର୍ତ୍ତାରେ। ତ ଏଇଠି ମୁଁ ରିଫାଇନ ତେଲ ନେଇଛି, ଆପଣମାନେ ଚାହିଁଲେ ସୋରିଷ ତେଲ ମଧ୍ୟ ନେଇପାରିବେ, ତା ଦେହରେ ବି ବହୁତ ବଢିଆ ଫ୍ଲେଭର ଆସିଥାଏ। ତ ଏଇ ଯୋଉ ତେଲରେ ମୁଁ ଏବେ ଅଳ୍ପ ଅଳ୍ପ ପୋଟଳକୁ ଦେଇକି ଭାଜୁଛି। ଆପଣ ଅଳ୍ପ ଯେହେତୁ ଏଠି ମୁଁ ତେଲ ନେଇଛି ତ ଅଳ୍ପ ହିଁ ଭାଜିବେ, ଯେମିତି କି ଏଇଟା ସମାନ ପରିମାଣରେ ଭାଜି ହେବା ସାଙ୍ଗରେ ସମାନ ଭାବରେ ଏଇଟା ଆମର ସିଝିବ। କାହିଁକିନା ଯଦି ଅଧିକ ଆମେ ପକେଇଦବା ତ ସେଇଟା ଭଜା ହେଇଯିବ। ତ ସେଥିପାଇଁ ଏଟାକୁ ହାଲକା ହାଲକା ଏମିତି ଟିକେ ଭାଜି ନେବେ, ନାହିଁ ତ ଆପଣମାନେ ଅଧିକ ତେଲ ଦେଇକି ତାକୁ ଛାଣି ମଧ୍ୟ ଦେବେ। ତ ଏଇଠି ଦେଖନ୍ତୁ ଆକୁ ଆମକୁ କଡା କିନି ଭାଜିବାର ନାହିଁ ବା ଛାଣିବାର ନାହିଁ, ବାସ୍ ହାଲକା ହାଲକା ତା ଉପରେ ଟିକେ କଲର ଆସିଯିବ, ତା ସହିତ ଏଇଟା ଯେମିତି ସିଝିଯିବ ସେଇଭଳିଆ ଆମକୁ କରିବାର ଅଛି। ଦେଖନ୍ତୁ ଏଇଠି ପୁରା ତାର କଲର ହାଲକା ଚେଞ୍ଜ ହେବା ସାଙ୍ଗରେ ଏଇଟା ପୁରା ନରମ ହେଇଗଲାଣି। ତ ଏଇ ଷ୍ଟେଜରେ ଆମେ ୟାକୁ କଣ କରିବା ନା ବାହାର କରିଦବା, ଆଉ ୟାକୁ ଥଣ୍ଡା ହେବା ପାଇଁ ଆମେ ରଖିନବା ପୋଟଳକୁ। ତ ଏବେ ଦେଖନ୍ତୁ ମୁଁ ନେଇଛି ଗୋଟେ ଦସ୍ତା, ତ ଏଇ ଦସ୍ତାରେ ମୁଁ ଦେଇ ଦଉଛି ପ୍ରାୟ 1 ଚାମଚ ଭଳିଆ ଭଜା ହେଇକି ରହିଥିବା ବାଦାମ। ତାପରେ ଆମେ ଏଇ ବାଦାମକୁ କଣ କରିବା ନା ପୁରା ଦରଦରା କରିକି ଟିକେ ଛେଚି ନବା, ଯାହା ଫଳରେ କି ଏଇଟା କଣ ହବ ନା ଟିକେ ଖାଇଲା ବେଳେ ତାର ବାଇଟଟା ଆସିବ ବା କୁରକୁର ଲାଗିବ, ତା ଟେଷ୍ଟଟା ବହୁତ ହି ବଢିଆ ଆସିବ। ବେଶୀ ଗୁଣ୍ଡ କରିବେନି, ନାହିଁ ତ ତା ଟେଷ୍ଟଟା ଏତେ ଜଣା ପଡିବନି। ତ ଟିକେ ଦରଦରା କରିକି ହିଁ ଆକୁ ଆପଣ ଛେଚି ନେବେ। ତ ଏବେ ଦେଖନ୍ତୁ ଏପଟେ ଆମର ପୋଟଳଟା ପୁରା ଥଣ୍ଡା ହେଇଯାଇଛି, ତା ସହିତ ରସୁଣ ମଧ୍ୟ ଥଣ୍ଡା ହେଇଯାଇଛି। ତ ଏବେ ଆମେ କଣ କରିବା ନା ଟିକେ ରାଗ ରାଗ ଲାଗିବା ପାଇଁ ମୁଁ ସେଥିପାଇଁ ନେଇଯାଇଛି ଗୋଟେ କଞ୍ଚା ଲଙ୍କା। ଯଦି ଆପଣମାନଙ୍କୁ ଅଧିକ ରାଗ ପସନ୍ଦ ତାହେଲେ ଆପଣମାନେ ଅଧିକ କଞ୍ଚା ଲଙ୍କା ମଧ୍ୟ ନେଇପାରିବେ। ତ ଯେହେତୁ ସବୁ ଆମର ଥଣ୍ଡା ହେଇଯାଇଛି ତ ସବୁ ତକ ଆମେ ଭଲ ଭାବରେ ତାକୁ ଚକୁଡିକି ଦଳି ନବା। ଯେହେତୁ ଆମେ ଏଇଟା ଭର୍ତ୍ତା ବନେଇବା ତ ତାକୁ ଟିକେ ଭଲ ଭାବରେ ଏଠି ଦଳି ନେବେ। ତ ଆପଣମାନେ ଚାହିଁଲେ କଞ୍ଚା ଲଙ୍କା ବଦଳରେ ଯେତେବେଳେ ଆପଣମାନେ ରସୁଣକୁ ଛାଣିଲେ ନା ତ 2ଟା ଶୁଖିଲା ଲଙ୍କା ମଧ୍ୟ ସେଥିରେ ଛାଣିକିନି ଏଥିରେ ଦଳି ପାରିବେ, ତ ତାର ବି ଭଲ ଟେଷ୍ଟ ମଧ୍ୟ ଏଥିରେ ଆସିଯିବ। ତ ଏଇଠି ଦେଖନ୍ତୁ ଭର୍ତ୍ତାଟା ଆମର ପୁରା ଚକଡି ହେଇଗଲାଣି। ତ ଏବେ ଆମେ ସେଥିରେ କଣ କରିବା ନା କିଛି କଟା ହେଇକି ରହିଥିବା ଫ୍ରେଶ ଧନିଆ ପତ୍ରକୁ ପକେଇଦବା, ତା ସହିତ ମୁଁ କିଛି କାଟିକି ରଖିଥିବା ପିଆଜକୁ ଦେଇଛି। ତ ଏଥିରେ ମୁଁ ଭାଜିକି ଦେଇନି, କଞ୍ଚା ପିଆଜ ଦେବେ, ତାର କ୍ରଞ୍ଚିନେସଟା ଆସିବ, ବହୁତ ବଢିଆ ଟେଷ୍ଟ ମଧ୍ୟ ଆସିବ। ଆଉ ଯୋଉ ବାଦାମକୁ ଆମେ ଛେଚିକି ରଖିଥିଲେ ନା ତ ଏଇଥିରେ ସବୁ ତକ ଆମେ ପକେଇ ନବା। ତ ଏ ସବୁକୁ ଆମେ ଭଲ ଭାବରେ ମିକ୍ସ କରିନବା। ଯଦି ଆପଣଙ୍କର ଲୁଣ ଟିକେ କମି ଯାଇଥିବ ଆପଣ ଟିକେ ଟେଷ୍ଟ କରିନେବେ, ଯଦି ନ ହେଇଥିବ ଆଉ ଟିକେ ଲୁଣ ଏଇ ଷ୍ଟେଜରେ ଆପଣମାନେ ପକେଇକି ତାକୁ ଟିକେ ଗୋଳେଇ ନେବେ। ତ ଶେଷରେ ଆମେ କଣ କରିବା ନା ସେଥିରେ ଦେଇଦେବା 1/2 ଚାମଚ ଭଳିଆ ସୋରିଷ ତେଲ, ଯୋଉଟା କି ବହୁତ ହି ବଢିଆ ବାସ୍ନା ଆଣିଥାଏ ଆମର ଏଇ ଯୋଉ ଭର୍ତ୍ତାରେ। ତ ଯେହେତୁ ଆମେ ରିଫାଇନ ତେଲରେ ହିଁ ଛାଣିଥିଲେ ନା ତ ସେଥିପାଇଁ ମୁଁ ଏଥିରେ 1/2 ଚାମଚ ସୋରିଷ